ଘଟିଗଲା ଘଟିଗଲା ଭୟଙ୍କର ଉଡ଼ାଜାହାଜ ଦୁର୍ଘଟଣା। ଏଥର ଅହମ୍ମଦାବାଦ ନୁହେଁ, ଏଥର ଘଟିଯାଇଛି ଆସାମରେ ଭୟଙ୍କର ଉଡ଼ାଜାହାଜ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଭାରତୀୟ ସେନାବାହିନୀର ଏକ ଉଡ଼ାଜାହାଜ 5 ଜଣ ସେନା ଅଧିକାରୀଙ୍କୁ ନେଇଯାଉଥିବା ଏହି ବିମାନଟି ବର୍ତ୍ତମାନ ଆସାମର ଜୋରହାଟ ଏୟାରବେସ୍ରେ ଅବତରଣ କରୁଥିବା ବେଳେ ଏହା ଦୁର୍ଘଟଣା ଘଟିଛି ଏବଂ ବିମାନଟି ଭାଙ୍ଗି ଜଳିଯାଇଛି ଏବଂ 2 ଖଣ୍ଡ ହୋଇଯାଇଛି। ଏଥିରେ 5 ଜଣ ସେନା ଅଧିକାରୀ ପ୍ରାଣ ହରାଇଛନ୍ତି ଏବଂ ଶହୀଦ ହୋଇଛନ୍ତି ଏବଂ ତା ସହିତ କୋ ପାଇଲଟ ଜଣକ ଗୁରୁତର ଭାବରେ ଆହତ ହୋଇଛନ୍ତି। ଯଦି ସେନାବାହିନୀ ବିଷୟରେ ଯଦି କୌଣସି ସମ୍ମାନ ଥିଲେ ଜୟ ହିନ୍ଦ ଲେଖିଦିଅନ୍ତୁ ଏବଂ ଭିଡ଼ିଓଟିକୁ ସେୟାର କରନ୍ତୁ। ରହୁଛି, ନମସ୍କାର, ଜୟ ହିନ୍ଦ।